ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣଭୂମି ଅବବାହିକାରେ ଗଢ଼ି ଉଠିଛି ଭିତରକନିକା। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କର ସୁଅ ଛୁଟେ। ଦୀର୍ଘ 3 ମାସ ଧରି ବନ୍ଦ ଥିବା ଭିତରକନିକା ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲୁଛି। ସେଥିପାଇଁ କେତେ ତତ୍ପର ବନ ବିଭାଗ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କ'ଣ କ'ଣ ପଦକ୍ଷେପ ନେଉଛି, ଆଉ ଚଳିତ ବର୍ଷ କ'ଣ କ'ଣ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଛି ପର୍ଯ୍ୟଟକମାନଙ୍କ ପାଇଁ, ସେଥିପାଇଁ ଆମେ ଆଲୋଚନା କରିବା। ଆମ ପାଖରେ ଅଛନ୍ତି ଏସ୍ଏଫ୍ଓ ମାନସ ଦାସ। ସାର୍, ଓଟିଭି ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ, ଯେଉଁ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ କ'ଣ କ'ଣ ପଦକ୍ଷେପ ନେଇଛି? ଚଳିତ ବର୍ଷ ଆମେ କିଛି ଟୁରିଷ୍ଟ ମାନଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା କରିଛୁ। ଆମେ ଗୋଟେ ସ୍କାଇ ୱାକ୍ କରିଛୁ 600 ରୁ 700 ମିଟର, ଯୋଉଥିରେ ଟୁରିଷ୍ଟ ମାନେ ବୁଲିକି କ୍ୟାନୋପି ବ୍ରିଜ ଟାଇପ ର କରାଯାଇଛି। ତଳୁ ପ୍ରାୟ 15 ଫୁଟ ଉଚ୍ଚତାରେ ସେଟା କରାଯାଇଛି। ସେଟା ତା ଦେହରେ ବୁଲିକି ଟୁରିଷ୍ଟ ମାନେ ବିଭିନ୍ନ ୱାଇଲ୍ଡ ଲାଇଫ ରେପ୍ଟାଇଲ୍ସ ବାର୍ଡସ୍ ସାଇଟିଂ କରିପାରିବେ। ତାପରେ ମ୍ୟାଙ୍ଗ୍ରୋଭ ବିଷୟରେ ବି ଜାଣିପାରିବେ, ମ୍ୟାଙ୍ଗ୍ରୋଭର ଯୋଉ କୋଉ କୋଉ ସ୍ପେସିସ୍ ବିଷୟରେ ଜାଣିପାରିବେ। ତାପରେ ଆମର ଭିତରକନିକା ଫରେଷ୍ଟ ବ୍ଲକ ପଟେ ଗୋଟେ ଉଡେନ୍ ୱାଚ୍ ଟାୱାର କରାଯାଇଛି ମ୍ୟାଙ୍ଗ୍ରୋଭ କ୍ୟାନୋପି ଷ୍ଟଡି କରିବା ପାଇଁ। ଭିତରକନିକା ଆଉ ଡାଙ୍ଗମାଳ ଜେଟି ପାଖରେ 2ଟା ଗେଟ୍ କରାଯାଇଛି। ଆଉ ଆମର ବିଭିନ୍ନ ପ୍ରକାର ସାଇନେଜ ଲଗା ହେଇଛି, ଯୋଉଟା କି ଟୁରିଷ୍ଟ ମାନଙ୍କୁ ଆକୃଷ୍ଟ କରିବ। ସାର୍, ଯୋଉ ଭିତରକନିକାକୁ ଆସିବା ପାଇଁ କେଉଁ କେଉଁ ପ୍ରବେଶ ପଥ ଅଛି, ଆଉ ପର୍ଯ୍ୟଟକ ମାନେ ଯୋଉ ଆଜି ପ୍ରଥମ କହିକି ଆସିବେ ତାଙ୍କ ପାଇଁ ବନ ବିଭାଗ କ'ଣ ପଦକ୍ଷେପ ନେଇଛି? ନାଇଁ, ଆମର ପ୍ରବେଶ ପଥ ହଉଛି 3ଟା ଆମର ବୋଟିଂ ପଏଣ୍ଟ ଅଛି, ଯୋଉଟା ଚାନ୍ଦବାଲି, ଖୋଳା ଆଉ ଗୁପ୍ତି। ସେଠି ସେବାଟେ ବି ଆସିପାରିବେ ଟୁରିଷ୍ଟ ମାନେ ବୋଟ ରିଜର୍ଭ କରିକି, ପ୍ରାଇଭେଟ ବୋଟ ରିଜର୍ଭ କରିପାରିବେ, ଗଭର୍ଣ୍ଣମେଣ୍ଟ ବୋଟ ବି ରିଜର୍ଭ କରିକି ଆସିପାରିବେ ଏବଂ ଭିତରକନିକାକୁ ଦେଖିପାରିବେ। ତାପରେ ଯୋଉମାନେ ସ୍ଥଳପଥରେ ଆସିବେ ସେମାନେ ଡାଙ୍ଗମାଳ ଜେଟି ପାଖରେ ଆମର 6ଟା ଫାଇବର ବୋଟ ଆଉ ଉଡେନ୍ ବୋଟ ବି ରହିଛି, ଯୋଉଟାକୁ ସେ ୟୁଜ କରିକିରି ବୋଟିଂ ର ବି ମଜା ନେଇପାରିବେ। ଆଉ ଏବେ ଯୋଉ ଆମେ ନୂଆ ଆଜି ଯିଏ ଆସିବେ ତାକୁ ଆମେ ସ୍ୱାଗତ କରିବା ପାଇଁ ପୁଷ୍ପଗୁଚ୍ଛର ବ୍ୟବସ୍ଥା ରହିଛି, ମିଠାର ବ୍ୟବସ୍ଥା ରହିଛି, କରାଯାଇଛି। ପର୍ଯ୍ୟଟକ ମାନଙ୍କ ରହିବା ପାଇଁ କେତୋଟି କଟେଜ ବ୍ୟବସ୍ଥା ରହିଛି, ଆଉ ସେମାନେ କ'ଣ କେମିତି ବୁକିଂ କରିପାରିବେ? ପର୍ଯ୍ୟଟକ ରହିବା ପାଇଁ ଆମର ପାଖାପାଖି 37 ବେଡ୍ ଅଛି। ବିଭିନ୍ନ କଟେଜ ଅଛି, ତାର ଅଲଗା ଅଲଗା ରେଟ୍ ଅଛି। ସେମାନେ ଅନଲାଇନ ବୁକିଂ କରିପାରିବେ। ଅନଲାଇନ ରେ ଆମର ଭିତରକନିକା ନେଚର କ୍ୟାମ୍ପରେ ବୁକିଂ କରିକି ରହିପାରିବେ। ବିଗତ ବର୍ଷ ଥିଲା ଫଟୋ ପରିଚୟ ପତ୍ର ବାଧ୍ୟତାମୂଳକ ଥିଲା, ତା ସହିତ ପ୍ଲାଷ୍ଟିକ ଆଉ ପଲିଥିନ୍ ନିଷେଧ କରାଯାଇଥିଲା। ଚଳିତ ବର୍ଷ କ'ଣ ଏହା କାର୍ଯ୍ୟକାରୀ ହେଉଛି? ନାଇଁ, ସେଟା ତ ଫଟୋ ପରିଚୟ ପତ୍ର ସମସ୍ତଙ୍କର ମାନେ କମ୍ପଲସରି ରହିଛି, ସେଟା କମ୍ପଲସରି ରହିବ ମଧ୍ୟ। ତାପରେ ପ୍ଲାଷ୍ଟିକ ବାବଦରେ ଆମେ ପ୍ଲାଷ୍ଟିକ ବଟଲ କେବଳ ଫ୍ରି କରିଥିଲୁ ପୂର୍ବ ବର୍ଷ ଥ୍ରୁ ଟୋକନ ସିଷ୍ଟମରେ। ଏ ବର୍ଷ ଆମେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ଫ୍ରି କରିବୁ ଏବଂ ତାଙ୍କର ଯୋଉମାନେ ପ୍ଲାଷ୍ଟିକ ନେଇକି ଆସିବେ ପଲିଥିନ୍, ତାଙ୍କୁ ପେପର ବ୍ୟାଗ କିମ୍ବା ପେପର ଠୁଙ୍ଗା ଦେଇକି ପ୍ଲାଷ୍ଟିକକୁ ଆମେ ରଖିବୁ। ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କେତେ ପର୍ଯ୍ୟଟକ ଆଜି ଭିତରକନିକାକୁ ଆସୁଛନ୍ତି ତାହା ଦେଖିବାକୁ ବାକି ରହୁଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ।